ओम नमो भगवते वासुदेवाय। दशमोध्याय। सुतवाच। सुत पौराणिक जे कही सौनक आदि मुनि चाही सेमार कंड ऋषि पूर्ण विष्णु निर्मित माया रेण माया विभूति अनुभवी से विष्णु चरण रे सेवी से विष्णु चरण रे स्तुति निरजे ध्यान करुछंती श्री वासुदेव नमस्तुते शरणागत गली तोते तुम्भ पदारविंद गुण अभय दाता परिपूर्ण ब्रह्मादि जे देवता माने सेवंती ज्ञान परायणे तुम्भ चरणे भजुछंती भायारे केबा मोहंती तुम्भ चरणे भजुछंती मायारे केबा मोहंती केहि जे तोते न जानती आत्मारे आत्मा को मिशांती ए भव संसार सागरे तो बिनु के उधरी पारे एमंत स्तुति वासुदेवे मन लगाई पादे सेवे आत्मा वासुदेव निवासी सर्वजीवे एक प्रकाशी जगत वासुदेव जानी सर्वे एकत्व परिमाणी एमंत समय महेश पार्वती शिव गण शिष्य एमाने बेष्टित होइण करी वृषभ आरोहण कैलास पर्वतरु खसी हिमवंत उपरे बसी पुष्पभद्रा नदी तटरे जोगाधी पुरुष विहरे पार्वती छंती तांक कोळे मार्कंड आश्रमे मिलिले मार्कंडेयकु से देखिले पार्वती महेशे भासिले पार्वती वाच हे देव देखी ऋषि ध्यान ब्रह्म ध्यान रजे साधन मन आत्मा प्रवेश करी सकल इंद्रिय निबारी संयम करी मन प्रायण परमे आत्मा निवेदन तन्मय होई रहिछंती अमास्या चंद्र खेय जाती पवन निरोध काଳରେ समुद्र स्तंभीभूत कले अनिर्वाତରେ दीप जेह्ने ऋषि तपस्या सिद्ध तेने पाई विष्णुमयानुभव संसार देह मिथ्या भाव तहिरु पार न पाइले विष्णु दर्शने सर्वे गले हरि दर्शने सिद्ध होई बसिले जोगारूढ़ ध्यायी एहांक तप सिद्ध फले तुम्भे प्रवेश ऋषियाळे जोग सिद्धि जे फल दिय विष्णु वैष्णव जस पाओ पार्वती मुखु एहा शुणी महेश कहे मंजुबाणी ईश्वर वाच ए ऋषि बरे कार्य नाही चतुर्विध मुक्ति न पाई चतुर्विध कामना मने ऋषिर नाही सावधाने केवल वासुदेव प्रीति पदार बिंदरे भकति माया संपत्ति भाव जानी सकल मिथ्या परिमाणी वसुदेवरे लय रही वचने आश्वासना देई एहांकु संभावना करी तेबे से भकति आम्भरी सुतवाच एमंत कहिण शंकर सकल हृदय जे ईश्वर हर पार्वती दुई जाई ऋषिंक आगे उभा होई ईश्वरे ऋषि दृष्टि नाही शिव गणरे आदि होई आपणा देहकु न जानी एमंते जानी शूଳ ପାଣି
ଯୋଗମାୟା ବଳେ ମହେଶ ମାର୍କଣ୍ଡ ହୃଦୟରେ ପ୍ରବେଶ। ପବନ ପ୍ରାୟ ହୋଇ ମିଶି ନ ଜାଣେ ମାର୍କଣ୍ଡେୟ ଋଷି। ଏମନ୍ତ ରୂପେ ମହେଶ୍ୱର ଜଟା ଝଟକ ବିଦ୍ୟୁତାର। ଚନ୍ଦ୍ର ସୂର୍ଯ୍ୟ ଅଗ୍ନିଲୋଚନ ଶିରେ ଚନ୍ଦ୍ର ସୂର୍ଯ୍ୟ ଶୋଭନ। ଦଶଭୁଜ ପାଉଛି ଶୋଭା ଆଜାନୁ ବାହୁବଳୀ ପ୍ରଭା। ଅତ୍ୟନ୍ତ ରୂପ ଯେ ଶୋଭଇ ସୂର୍ଯ୍ୟ ପ୍ରାୟ ଏକ ତେଜମୟୀ। ବ୍ୟାଘ୍ରର ଚର୍ମ ପରିଧାନ ବ୍ୟାଘ୍ରର ଚର୍ମ ପରିଧାନେ ପର୍ଣ୍ଣଙ୍ଗ ଦେହେ ଆଭରଣ। ଡମ୍ବରୁ ଧନୁ ଯେ ତ୍ରିଶୂଳ କାଣ୍ଡ ଖଡ଼ଗ ଯେ କପାଳ। ପରଶୁ ରୁଦ୍ରାକ୍ଷର ମାଳି ଅଭୟ ବର ହସ୍ତେ ଧରି। ଏମନ୍ତ ରୂପେ ହୃଦେ ଚାହିଁ ମାର୍କଣ୍ଡେୟ ବିସ୍ମୟ ହୋଇ। ମହେଶ ରୂପ ମୋ ହୃଦୟେ କିଏ କାହୁଁ ଦର୍ଶନ ଦିଏ। ଚିତ୍ତ ମୋ ଅଛି ବିଷ୍ଣୁ ତହିଁ ମହେଶ ରୂପ ନ ଦେଖଇ। ବିଚାରି ଚକ୍ଷୁ ଫେଡ଼ି ବେଗେ ହର ପାର୍ବତୀ ଦେଖି ଆଗେ। ରୁଦ୍ରଗଣ ସହିତେ ଚାହିଁ ମାର୍କଣ୍ଡେୟ ଯେ ଭ୍ରମ ହୋଇ। ସାଷ୍ଟାଙ୍ଗେ ପ୍ରଣାମ ଯେ କଲେ ସେ ମହାଦେବ ପାଦ ତଳେ। ପାର୍ବତୀ ରୁଦ୍ରଗଣ ମେଳେ ମାନସ ଭାବେ ପୂଜା କଲେ। ସ୍ୱାଗତ ଆସନ ଯେ ପାର୍ତ୍ୟ ଅର୍ଘ୍ୟ ଧୂପ ଦୀପ ସୁଗନ୍ଧ ପୁଷ୍ପ ନୈବେଦ୍ୟ ପୂଜା କରି। ଆତ୍ମାର ସ୍ତୁତି ଯେ ଆଚରି ତୁମ୍ଭେ ଯେ ଅଟ ପୂର୍ଣ୍ଣ କାମ। ଜଗତେ ବରଦାତା ନାମ ଜଗତ ନିର୍ମାଣ ତୋ ରୂପ। ହେ ଦେବ ଦେବ ବିଶ୍ୱରୂପ ସତ୍ୱର ଯତମ ଗୁଣଙ୍କ ମୃତ୍ୟୁ ରୂପ ପବିତ୍ରାତ୍ମକ। ତୁମ୍ଭକୁ ମୋର ନମସ୍କାର ତୁମ୍ଭ ଯେ ଅବ୍ୟକ୍ତ ଈଶ୍ୱର। ସୁତବାଚ ସୁତ ପୌରାଣିକ କହେ ଧୀରେ ସୌନକ ମୁନିଙ୍କ ଆଗରେ। ସେ ଯେ ମହେଶ ଦେବ ଦେବ ସାଧୁମାନଙ୍କ ଗତି ଭାବ। ଏ ସ୍ତୁତି ଶୁଣିଣ ହରଷ କୋମଳେ କହନ୍ତି ମହେଶ। ଈଶ୍ୱରୋବାଚ ହେ ମୁନି ବର ମାଗ ମୋତେ ପ୍ରସନ୍ନ ହୋଇଲି ମୁଁ ତୋତେ। ବ୍ରହ୍ମା ବିଷ୍ଣୁ ମହେଶ ତିନି ଅଭଦେ ଏକ ମୂର୍ତ୍ତି ଘେନି। ତିନିଏ ବରେ ଅଧିକାରୀ ମାଗ ହୋ ମନ ଇଚ୍ଛା କରି। କଠୋରେ ବିଷ୍ଣୁ ବଶ କରି ଶୁଣ ମାର୍କଣ୍ଡ ତପଚାରି। ଚୌବର୍ଗ ଆମ୍ଭର ଦର୍ଶନେ ମୁକ୍ତ ଲଭେ ବିଷ୍ଣୁ ପ୍ରସନ୍ନେ। ସାଧୁ ସନ୍ଥଙ୍କ ସଙ୍ଗେ ଯହିଁ ଭକ୍ତ ବତ୍ସଳ ଯେ ବାହୋଇ। ଏମନ୍ତ ଭକ୍ତି ଆମ୍ଭଠାରେ ସମନ୍ଦର ବିନୟରେ। ସକଳ ପାପୀ ଲୋକମାନେ ତାଙ୍କୁ ଲଭନ୍ତି ଉପାସନେ। ଏ ଗୁଣେ ବ୍ରାହ୍ମଣେ ଭଜିଲେ ବ୍ରହ୍ମେ ପ୍ରବେଶ ହନ୍ତି ଭଲେ। ବ୍ରହ୍ମା ବିଷ୍ଣୁ ଶିବ ଏକତ୍ୱ ତିନିହେଁ ଏକଇ ପଦାର୍ଥ। ଆମ୍ଭର ତୁଲେ ଭିନ୍ନ ନାହିଁ ତୁମ୍ଭର ଭାବ ମୁଁ ଜାଣଇ। ତୁମ୍ଭେ ପରମ ଭାଗବତ ବିଷ୍ଣୁରେ ଧ୍ୟାନ ଅବିରତ। ତେଣୁ ସେ ବିଷ୍ଣୁ ଦର୍ଶନେ ଏ ଜଳମୟ ତୀର୍ଥସ୍ଥାନେ। ପାଷାଣ ଆଦି ଦେବଗଣେ ମନ୍ତ୍ର ସିଦ୍ଧି ବର କାରଣେ। ବହୁଦିନେ ପବିତ୍ର କରେ ତୁମ୍ଭ ଦର୍ଶନ ମାତ୍ରେ ତରେ। ବ୍ରାହ୍ମଣ ଜନେ ନମସ୍କାର ସମନ୍ଦର ଭାବ ଯାର। ଆତ୍ମା ରୂପ ତ୍ରିଗୁଣ ଭେଦ ଋକ୍ ସାମ ଯଜୁ ଯେ ବେଦ।
ଆପଣା ସାଧିତ ଯୋଗରେ ତପସାଧନ୍ତି ସଂଯମରେ ନାନା ଭାବରେ ବିହରନ୍ତି ଜଗତ ପବିତ୍ର କରନ୍ତି। ଯାନାମ ଶ୍ରବଣ କଲାରୁ ଦର୍ଶନ ସେବା କେବା କରୁ। ମହାପାତକୀ ଅନ୍ୟ ଜାତି ଏମାନେ ପବିତ୍ର ହୁଅନ୍ତି। ସେ ସାଧୁ ବ୍ରାହ୍ମଣ ସଙ୍ଗତେ ସଙ୍ଗ ହୁଅନ୍ତି ଯେବା ନୃତ୍ୟେ। ବିଶୁଦ୍ଧ ବିଷ୍ଣୁର ଭକତେ ନିର୍ଗୁଣ ବ୍ରହ୍ମ ଯେଣୁ ଚିତେ। କିମ୍ପାଇଁ ପବିତ୍ର ନୋହିବେ ସେ କିମ୍ପା ସଂସାରେ ପଡ଼ିବେ। ସୁତବାଚ ସୁତ କହେ ସୌନକ ଶୁଣ ସେ ଚନ୍ଦ୍ରଶେଖର ବଚନ। ଧର୍ମଯୁକ୍ତ ଗୋଚର ବାଣୀ ଅମୃତ ଅପାୟନେ ପ୍ରାଣୀ। କେମନ୍ତେ ତୃପତ ସେ ହୋଇ ସେ ଭାବେ ମହେଶ ଯେ କହି। ସୁଧା ବଚନ କନେ ପିଇ ଅଜ୍ଞାନେ କ୍ଲେଶ ଦୂର ହୋଇ। ମାର୍କଣ୍ଡେୟ ବାଚ ମାର୍କଣ୍ଡେୟ ମହିମା ମହେଶ ଶୁଣି ତୁମ୍ଭ ବାଣୀ ପୀୟୁଷ। ଭୋ ପ୍ରଭୁ ମହିମା ତୁମ୍ଭର ଦେହଧାରୀଙ୍କୁ ଅଗୋଚର। ଯାର ମାୟା ମୋହିତ ହୋଇ ବ୍ରହ୍ମା ବିଷ୍ଣୁ ଶିବ ଅଛଇ। ସେମାନେ ଜଗତ ଈଶ୍ୱର ଯେଝା ମାର୍ଗେ ସେ ଦିଅନ୍ତି ବର। ତ୍ରିଗୁଣ ତାପେ ସେ ବନ୍ଧନ ମାୟା ମୋହେ ହୁଅନ୍ତି ଛନ। ଯେଉଁ ପ୍ରକାରେ ତାକୁ ମାୟା ପ୍ରବର୍ତ୍ତ କଲେ ବିଷ୍ଣୁ ମାୟା। ସେ ମାର୍ଗେ ପ୍ରବର୍ତ୍ତି ଅଛନ୍ତି ଧର୍ମ ଅଧର୍ମ ମାର୍ଗେ ଯନ୍ତି। ଧର୍ମ ଅଧର୍ମ ମାର୍ଗେ ଯନ୍ତ୍ରୀ ପ୍ରାଣୀଏ ସଂସାର କାରଣେ। ମନ୍ୱାନ୍ତି ଧର୍ମଶାସ୍ତ୍ର ମାନେ ଏ ଭାବେ ସଂସାର ରଚନା। ଏ ସର୍ବେ ବିଷ୍ଣୁ ପ୍ରଭାବନା। ଧର୍ମରେ ଯେ ଲୋକେ ଅଛନ୍ତି ଆତ୍ମାରେ ବିଷ୍ଣୁଙ୍କୁ ଜାଣନ୍ତି। ତାଙ୍କୁ ଦେଖିଣ ଜନମାନେ ସ୍ତୁତି କରନ୍ତି ଯଶ ଗୁଣେ। ହେ ପ୍ରଭୁ ମୋର ବାଞ୍ଛା ଏତେ ତୁମ୍ଭ ମାୟାରେ ଜଗତେ। ମାୟା ଚେଷ୍ଟାରେ ପ୍ରାଣୀ ଭ୍ରମୀ ଯେତେ ହୁଅନ୍ତି ପଥଶ୍ରମୀ। ଏକଥା ଯେମନ୍ତ ନୁହଁଇ ଏମନ୍ତ ବର ଉମା ସ୍ୱାଇଁ। ଏ ଚକ୍ଷୁ ହରସ କୁହୁକ ପ୍ରତ୍ୟକ୍ଷେ ଦେଖାଇ ଅନେକ। କହନ୍ତି ଯେମନ୍ତ ପ୍ରକାର ତେମନ୍ତ ଭାବ ଜଗତରେ। କର୍ମ ବନ୍ଧନ ତୁମ୍ଭେ ହର ଚରଣେ ନିବଗ୍ନ ତୁମ୍ଭର। ଆପଣା ମନ ମାୟା କରି ସଂସାର ମାୟାରୁ ସେ ତରି। ତ୍ରିଗୁଣ ସକାଶୁ ପ୍ରବେଶ କର୍ମ ଅନୁଭବେ ପ୍ରକାଶ। ସ୍ୱପ୍ନ ଦେଖିଲା କଥା ଯେହ୍ନେ ମିଥ୍ୟା ସେ ନିଦ୍ରାର ଭଗନେ। ଏମନ୍ତ ସଂସାର ବନ୍ଧନ ମାୟା କର୍ମରେ ସେ ସର୍ଜନ। ସେ ଯେ ଭଗବାନ ପୁରୁଷ ବାସୁଦେବ ନିର୍ଗୁଣ ଅଂଶ। ନିର୍ଗୁଣ ମର୍ଜିତ କେବଳ ଉତ୍ପତ୍ତି ଅଂଶ ଆଦି ମୂଳ। ସକଳ ଜଗତର ଗୁରୁ ସେ ଯେ ଅଟନ୍ତି ମହାମେରୁ। ତୁମ୍ଭେ ଯେ ବ୍ରହ୍ମମୂର୍ତ୍ତି ହର ତୁମ୍ଭକୁ ମୋର ନମସ୍କାର। ଆଜ୍ଞା ହୋଇଲା ମାଗବର ଏ ସର୍ବ ଦର୍ଶନ ତୁମ୍ଭର। ଯାହାର ଦରଶନେ ପୁଣି ପୂର୍ଣ୍ଣ ହୋଇଲା ତତକ୍ଷଣି। ତୁମ୍ଭ ଦର୍ଶନେ ମୋ ସକଳ ପୂର୍ଣ୍ଣ କାମ ହେଲା ସଫଳ। ତଥାପି ତୁମ୍ଭର ବଚନ ମାଗୁଛି ଏକ ବର ପୁଣ। ତୁମ୍ଭେ ଯେ ସର୍ବଜ୍ଞାନ ଦାତା ଈଶ୍ୱରମୟ ସର୍ବଭୂତ। ତୁମ୍ଭର ଶରଣାର ବିନ୍ଦେ ଭକ୍ତ ମୋ ରହିବ ଆନନ୍ଦେ।
ସେ ବାସୁଦେବ ନାରାୟଣ ସକଳ ପ୍ରାଣୀଙ୍କ ଜୀବନ ତାଙ୍କ ଚରଣରେ ଭକତି ଅବିଘ୍ନେ ରହିବ ମୋ ମତି ବୈଷ୍ଣବ ଜନ ମାନଙ୍କରେ ବିଶ୍ୱାସ ଭକ୍ତି ରହୁ ମୋରେ। ସୁତବାଚ ସୁତ କହେ ସୌନକ ମୁନି ତାଙ୍କ ସ୍ତୁତି ମହେଶ ଶୁଣି ମୁନି ସୁକୋମଳର ବାଣୀ ସନ୍ତୋଷ ଶୁଣି ଶୂଳ ପାଣି ପାର୍ବତୀ ସହିତେ ଆନନ୍ଦ ଋଷିଙ୍କୁ କଲେ ଆଶୀର୍ବାଦ। ଈଶ୍ୱରବାଚ ହେ ମହାଋଷି ବାଞ୍ଛା ତୋର ସିଦ୍ଧି ହୋଇଲା ଯେ ନିଜର ବାସୁଦେବ ଚରଣେ ଭକ୍ତି ଅବିଘ୍ନେ ଲଭୁ ତୋର ମତି ସାତ କଳ୍ପ ପର୍ଯ୍ୟନ୍ତେ ଅଜରାମର ହୁଅ ନିଶ୍ଚିନ୍ତେ ସାତ କଳ୍ପ ପର୍ଯ୍ୟନ୍ତେ ଅଜରାମର ହୁଅ ନିଶ୍ଚିନ୍ତେ ପୁଣ୍ୟ ଯଶ ପାତକ ଘେନ ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳେ ଅକ୍ଷୟ ଜ୍ଞାନ ଆତ୍ମା ପରମାତ୍ମା ଚିହ୍ନ ଆତ୍ମା ପରମାତ୍ମା ଚିହ୍ନ ବ୍ରହ୍ମ ଜ୍ଞାନ ବୈରାଗ୍ୟ ପ୍ରାପ୍ତି ବ୍ରହ୍ମ ତେଜ ସଦା ପ୍ରବର୍ତ୍ତି ପୁରାଣ କର୍ତ୍ତା ହୁଅ ତୁ ପୁରାଣ କର୍ତ୍ତା ତୁମ୍ଭେ ହୁଅ ନାମ ପୁରାଣ ମାର୍କଣ୍ଡେୟ ସୁତ କହେ ନୈମିଷାରଣ୍ୟ ସୌନକ ମୁନି ଅବଧାନେ। ସୁତବାଚ ଏମନ୍ତ ବରହର ଦେଇ ଗଲେ ସେ ଅନ୍ତର୍ଧ୍ୟାନ ହୋଇ ସେ ମାୟା ଅନୁଭବ ପୁଣ କହିଲେ ପାର୍ବତୀ ଆଗେଣ ଯୋଗ ମହିମା ଋଷି ପାଇ ଆପଣା ଆଶ୍ରମରେ ରହି ସିଦ୍ଧ ସ୍ୱରୂପ ଧ୍ୟାନେ ରହି ବାସୁଦେବ ନିମଗ୍ନେ ହୋଇ ସାତ କଳ୍ପ ଚିରଞ୍ଜୀବୀ ଧ୍ୟାନେ ରହିଲେ ବିଷ୍ଣୁ ସେବି ସେ ଏବେ ଅନ୍ତର୍ଧ୍ୟାନ ହୋଇ ତପଧ୍ୟାନରେ ବସିଛଇ ସେ ଯେ ମାର୍କଣ୍ଡେୟ ଋଷି ଏହାଙ୍କ ମହିମା ବିଶେଷୀ ବର୍ଣ୍ଣନା କରି ତୁମ୍ଭ ଆଗେ କହିଲୁ ଯଥାବିଧି ଭାବେ ବାସୁଦେବ ମାୟାନୁଭବ ଅଦ୍ଭୁତ ହୋଇ ଯେଉଁ ଭାବ ପଣ୍ଡିତ ମାନେ ଏ ସଂସାରେ ପଡ଼ି ଯେ ମାୟା ବନ୍ଧନରେ ସେ ମାୟା କୌଣସି ପ୍ରକାରେ ସତିକ ବିକାର ନ କରେ ନାନା ପ୍ରକାରେ ମୋହି ହନ୍ତି ବାସୁଦେବଙ୍କୁ ନ ଜାଣନ୍ତି ସେ ବିଷ୍ଣୁ ଚରଣାର ବିନ୍ଦେ ଯେ ନୃତ୍ୟ ସେବନ୍ତି ଆନନ୍ଦେ ସେହୁ ଯେ ପଣ୍ଡିତ ବୋଲାନ୍ତି ଏ ମାୟା ସେମାନେ ତରନ୍ତି। ସୁତ ଯେ କହନ୍ତି ସୌନକ ତୁ ଭୃଙ୍ଗୁ ଶ୍ରେଷ୍ଠ ପୁଣ୍ୟାତ୍ମକ ଏ ବାସୁଦେବର ବର୍ଣ୍ଣନ କହିଲୁ ତୁମ୍ଭର ଆଗେଣ ଏ ବାସୁଦେବ ଚକ୍ରଧର ଚକ୍ରେ କାଟେ ମାୟା ସଂସାର ତାଙ୍କ ମହିମା ଯେଉଁମାନେ ଶୁଣନ୍ତି ଗାୟନେ ତାଙ୍କର କର୍ମବୋଧ ନାହିଁ ସଂସାରେ ମାୟା ନ ଲାଗଇ ଅନ୍ତେ ସେ ବୈକୁଣ୍ଠେ ଯାନ୍ତି ସକଳ ପାପୁ ସେ ତରନ୍ତି କହିବି ପ୍ରଜଗନ୍ନାଥ ଦ୍ୱାଦଶ ସ୍କନ୍ଧେ ଭାଗବତ ମୋହିନ ପାମର ଯେ ମୂଢ଼ ସାଧୁଙ୍କ ସଙ୍ଗ ଆଶା ବଡ଼। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଦ୍ୱାଦଶ ସ୍କନ୍ଧେ ସୁତ ସନକ ବର୍ଣ୍ଣନେ ମାର୍କଣ୍ଡେୟ ଉପାଖ୍ୟାନେ ନାମ ନବମୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।